ନମସ୍କାର। ରଥ ବାବୁ ପିଲା କେହି କାହିଁ ସ୍କୁଲରେ ଦେଖା ଯାଉନାହାନ୍ତି? ସାରେ ସମୟ ଥିଲା ସ୍କୁଲକୁ ସାରେ ନ ଆସିବା ପୂର୍ବରୁ ପିଲାମାନେ ଆଗ ଆସୁଥିଲେ। ବର୍ତ୍ତମାନ ଶିକ୍ଷକଙ୍କୁ ଆଗ ଆସିବାକୁ ପଡୁଛି। ଇଏ ହେଲେ ଆମ ଛାତ୍ର। ଆମେ କଣ କରିବା? ଘର ତ ଗାର୍ଡିଆନ ଠିକ ନାହାନ୍ତି। ପିଲା କେମିତି ଠିକ ଟାଇମରେ ସ୍କୁଲକୁ ଆସିବେ? ସାରେ ପିଲା ଠିକ ଅଛନ୍ତି, ହେଲେ ଆମ ସରକାର ଆମ ଶିକ୍ଷକ ଠିକ ନାହାନ୍ତି। ସରକାର କଣ ଠିକ ନାହାନ୍ତି? ସାରେ ଆମ ବେଳେ ସ୍କୁଲରେ ଗୋରୁ ଗାଈ ଭଳିଆ ମାଡରେ ଆମ ପଛ ଫାଟି ଯାଉଥିଲା। ହେଲେ କଣ ହବ? ଏବେ ସରକାର ଲେଖିଦେଲେ ଦଣ୍ଡମୁକ୍ତ ଅଞ୍ଚଳ। ପିଲା ବୁଝିଲେ ଦୁର୍ନୀତି କରିଚାଲ ଚଞ୍ଚଳ। ରଥ ବାବୁ ଆଜି ସ୍କୁଲକୁ ସ୍କ୍ୱାଡ୍ ଆସୁଛନ୍ତି ବୁଲିବା ପାଇଁ, ପିଲା ନାହାନ୍ତି, କଣ କରିବା? ସାରେ କରିବା ନାହିଁ ସବୁ ଗାମୁଛା। ଚାଲ ପିଲାଙ୍କୁ ତାଙ୍କ ଘରୁ ଟେକି ନେଇ ଆସିବା। ଗାଡି କୁଆଡେ ଗଲା? ଗାଡି କାହିଁ? ଟେନସନରେ ପ୍ରେସର ବଢେଇ ଦେବେ ଛାତ୍ର। ରଥ ବାବୁ କିଛି ଗୋଟେ କର, ଆମ ହାତରେ ସମୟ କମ, ନଚେତ ଚାକିରି ଉପରେ ପ୍ରଭାବ ପଡିବ। କହୁନ। ଆମ ଗାଁ ସୁଜନ ଅଟୋ ଅଛି, ପିଲା ସହ ମାକୁ ନଦୀ ନିଏ। ମାକୁ ନବା କଣ? ସାରେ ଆପଣ ସିନା ଟେନସନରେ, ହେଲେ ପ୍ରଭାବଟା ପଡୁଛି ମୋ ଉପରେ। ଆପରେ ମୁଁ ମାରିବି। ତାପରେ ତୁ ନୁହଁ ବା, ଆଉ କଣ ମୁଁ ସେକେଣ୍ଡ ଟି? ଆରେ ଗନ୍ଧିଆ, ସ୍କୁଲକୁ ଯିବୁନୁ କିରେ? ତୁ ଯା, ମୁଁ ଯିବିନି। କାହିଁକି? ସାଙ୍ଗ ମୋ ଦାଦା ମହାପୁରୁଷ କହିଥିଲେ, ଝିଅ ଜନ୍ମ ପର ଘରକୁ ଆଉ ପୁଅ ଜନ୍ମ ତାମିଲନାଡୁକୁ। ସାଙ୍ଗ ଛୁଆ ବଳ ବୟସ ଖେଳକୁଦରେ ସାରିଦେବି, ବୟସ ଲାଗିଲେ ସୂତା ମିଲି କାମ କରିବାକୁ ପଳେଇବି। ତୁ ଯାହା କହୁଛୁ ଠିକ କହୁଛୁ। ପାଠ ପଢିଲେ କଣ ହବ? ଆମ ଓଡିଶାରେ 100ରୁ 99 ଶିକ୍ଷିତ, ହେଲେ କଣ ହବ ଜାଣିଲୁ ସାଙ୍ଗ? ହଁ, ଚାକିରି ନାହିଁ ବେକାରୀ, ମଦ ଗଞ୍ଜେଇ ଖାଇ ରାସ୍ତାରେ ଗଡିଲେଣି, ଇଏ ତ ଚୋରି ଡକାୟତି କଲାଣି।